ଆମେ ସମସ୍ତେ ଉଚ୍ଚ କର ତଳ ଦେଇ ଆମେ ସମ୍ମାନିତ କରିବା। ଝିଅଙ୍କୁ କରତାଳ ଦେବା। ଶୋଭା ହେବା ପରେ ଆମେ ସମସ୍ତେ ଉଚ୍ଚ କରତାଳ ଦେଇ ଆମେ ସମ୍ମାନିତ କରିବା। কৃপা নির্ঝরটারু বর কন্যা করুণা সদাবরু স্থাপিছন্তি ଏହି ନିୟମ ତାଙ୍କ ଆଶୀର୍ବାଦ ଦୃଷ୍ଟି ହେଉ ତରୁ କୃପା ନିର୍ଝରଟାରୁ ବର କନ୍ୟା ଶେଷ ପଦ ଆମେ ଗାନ କରିବା। ଏକ ପ୍ରେମେ ଏକାଙ୍ଗରେ ମନ ହି ମିଳୁ ମୃତ୍ୟୁ ବିନା କେବେ କେହି ବିନା ନ କରୁ କୃପା ନିର୍ଝରଟାରୁ ବର କନ୍ୟା କରୁଣା ସଦା ଆବରୁ। ଧନ୍ୟବାଦ। ଆସନ୍ତୁ ଧର୍ମଶାସ୍ତ୍ର ଗୋଟେ ଅଂଶ ଆମେ ପାଠ କରିବା। ଆମମାନଙ୍କର କୋଷାଧ୍ୟକ୍ଷ ମହାଶୟ ଆଦି ପୁସ୍ତକ 24 ପର୍ବର ତାର 53 ପଦ ସେ ପାଠ କରିବେ। ଆମେ ସମସ୍ତେ ନିରବତା ରକ୍ଷା କରିବା। ଆଦି ପୁସ୍ତକ 24ର ତାର 53। ଅନନ୍ତର ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାଙ୍କୁ ଦେଲା। ପୁଣି ତାହାର ଭ୍ରାତା ଓ ମାତାକୁ ହିଁ ବହୁମୂଲ୍ୟ ଦ୍ରବ୍ୟ ଦେଲା। ପ୍ରଭୁ ଏହି ପଠିତ ଅଂଶ ପ୍ରତି ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ବସ୍ତ୍ର ଯଦି ପୁଅକୁ ଝିଅକୁ ଯଦି ତେବେ ପବିତ୍ର ବିବାହ କାର୍ଯ୍ୟ ଆରମ୍ଭ କରି ଆମେ ପ୍ରାର୍ଥନା କରିବା। ସମସ୍ତେ ପ୍ରାର୍ଥନାରେ ମନୋଯୋଗୀ ହୁଅନ୍ତୁ। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ନାମର ଧନ୍ୟବାଦ କରିଛୁ। ଆମେନ୍। ଉପସ୍ଥିତ ପ୍ରିୟ ବିଶ୍ୱାସୀ ମଣ୍ଡଳୀ, ଆମ୍ଭେମାନେ ସର୍ବଦର୍ଶୀ ପ୍ରେମମୟ ଈଶ୍ୱରଙ୍କ ସାକ୍ଷାତରେ ଏବଂ ସମଗ୍ର ଉପାସକ ସାକ୍ଷାତରେ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ କରିବାକୁ ସମ୍ମୁଖସ୍ଥ ଏହି ଯୁବକ ଯୁବତୀ ସହ ଏକତ୍ର ହୋଇଛୁ। ବିବାହ ସର୍ବତ୍ର ସମାଜରେ ଗୌରବାନ୍ୱିତ ଓ ଆନନ୍ଦରେ ଏକୀଭୂତ କରିବାର ଏକ ଆଦରଣୀୟ ବିଷୟ। ସାଧୁ ପାଉଲ ବରକନ୍ୟାଙ୍କ ସମ୍ମିଳନୀକୁ ମଣ୍ଡଳୀର ନିଗୁଢ଼ ସମ୍ମିଳନୀର ଗୋଟିଏ ପବିତ୍ର ନିର୍ଦ୍ଦେଶକ ବୋଲି ପ୍ରକାଶ କରିଅଛନ୍ତି। ମନୁଷ୍ୟର ପବିତ୍ର ଅବସ୍ଥାରେ ପ୍ରେମମୟ ଈଶ୍ୱର ସ୍ୱୟଂ ଏହି ପବିତ୍ର ବିଧି ସ୍ଥାପନ କରିଥିଲେ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ବିବାହ ଉତ୍ସବରେ ଯୋଗଦାନ କରି ନିଜର ଉପସ୍ଥିତି ଦ୍ୱାରା ଏହି ପୁଣ୍ୟ ଅବସ୍ଥାକୁ ସୁଶୋଭିତ ଓ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହିତ ବିବେକର ସିଦ୍ଧାନ୍ତ ମତେ ଓ ପ୍ରାର୍ଥନା ପୂର୍ବକ ଏହି ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରବୃତ୍ତ ହେବାର କର୍ତ୍ତବ୍ୟ।
ସୁଖରେ ବା ଦୁଃଖରେ, ସୁଦଶାରେ ବା ଦୁର୍ଦ୍ଦଶାରେ ଯେପରି ସ୍ୱାମୀ ଓ ସ୍ତ୍ରୀ ପରସ୍ପରଠାରୁ ସାହାଯ୍ୟ ଓ ସାନ୍ତ୍ୱନା ଲାଭ କରିପାରିବେ ଆଉ ପ୍ରେମ ଓ ଆନନ୍ଦରେ ଏକତ୍ର ବାସ କରିପାରିବେ, ସେଥିପାଇଁ ବିବାହ ବିଧି ସ୍ଥାପିତ ହୋଇଛି। ଏ ବିଧାନ ଅତୀବ ପବିତ୍ର ଓ ଦାୟିତ୍ୱପୂର୍ଣ୍ଣ, ଅତଏବ ଏହା ସର୍ବତ ଭାବେ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ରୂପେ ରକ୍ଷା କରିବା ଆବଶ୍ୟକ। ବିବାହର ପବିତ୍ର ଅବସ୍ଥାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏହି ଯୁବକ ଓ ଯୁବତୀ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ହୋଇଅଛନ୍ତି। ଅତଏବ ଏମାନଙ୍କର ପରସ୍ପର ସହିତ ବିଧିମତେ ବିବାହ ବା ବିରୁଦ୍ଧରେ ଯେବେ କାରି କୌଣସି ଉପଯୁକ୍ତ ପୁଣି ନ୍ୟାୟସଙ୍ଗତ କାରଣ ଥାଏ, ତେବେ ସେ ତାହା ଏକ୍ଷଣି ପ୍ରକାଶ କରୁ, ନଚେତ୍ ଏହାପରେ ଚିରକାଳ ନୀରବ ରହୁ। କିଛି ଆପତ୍ତି ଅଛି କି? ଧନ୍ୟବାଦ। ମୁଁ ରାଜୁ ପ୍ରଧାନ ପ୍ରତିଜ୍ଞା କରୁଅଛି ଯେ ଶ୍ରୀମତୀ ଅର୍ଚ୍ଚନା ଲିମାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। କନ୍ୟା ତୁମେ କୁହ। ମୁଁ ଅର୍ଚ୍ଚନା ଲିମା ପ୍ରତିଜ୍ଞା କରୁଅଛି ଯେ ଶ୍ରୀମାନ ରାଜୁ ପ୍ରଧାନଙ୍କ ସହ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ଶ୍ରୀମାନ ରାଜୁ ପ୍ରଧାନ, ତୁମେ ବିବାହର ପବିତ୍ର ସମ୍ବନ୍ଧରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମତୀ ଅର୍ଚ୍ଚତା ଲିମାଙ୍କୁ ନିଜର ବିବାହିତ ସ୍ତ୍ରୀ ରୂପେ ଗ୍ରହଣ କରିବ? ହଁ। ତୁମେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ? ହଁ। ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଙ୍କଠାରେ ଆବଦ୍ଧ ରହି ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ? ହଁ। କନ୍ୟାକୁ ଶ୍ରୀମତୀ ଅର୍ଚ୍ଚନା ଲିମା, ତୁମେ କି ବିବାହର ପବିତ୍ର ବନ୍ଧନରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଶ୍ରୀମାନ ରାଜୁ ପ୍ରଧାନଙ୍କୁ ନିଜର ବିବାହିତା ସ୍ୱାମୀ ରୂପେ ଗ୍ରହଣ କରିବ? ତୁମେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ? ପୁଣି ପ୍ରଭୁଙ୍କ ସାକ୍ଷାତରେ ସର୍ବ ବିଷୟରେ ଏହାଙ୍କର ବଶୀଭୂତା ହୋଇ ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ୱାମୀଙ୍କଠାରେ ଆସକ୍ତ ରହି ବିଶୁଦ୍ଧ ଓ ପବିତ୍ର ପ୍ରଣୟରେ ଏହାଙ୍କ ସହିତ ବାସ କରିବ? ହ୍ୟାଲୋ। ଆଜିଠାରୁ ମୋ ଭାଣିଜୀକି ତମ ହାତରେ ମୁଁ ସମର୍ପଣ କରୁଛି। ଏହି ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ରାଜୁ ପ୍ରଧାନ ଏହି ସମବେତ ମଣ୍ଡଳୀର ସାକ୍ଷାତରେ ମୁଁ ରାଜୁ ପ୍ରଧାନ ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମତୀ ଅର୍ଚ୍ଚନା ଲିମାଙ୍କୁ ମୋର ବିବାହିତା ସ୍ତ୍ରୀ ରୂପେ ଆଜିଠାରୁ ସୁଖରେ ଅବା ଦୁଃଖରେ ସମ୍ପଦରେ ଅବା ବିପଦରେ ସୁସ୍ଥତାରେ ଅବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ଓ
ସହକାରେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋର ବାକ୍ୟର ସମ୍ମତି ଜଣାଉଅଛି। ପ୍ରଭୁ ମୋର ସହାୟ ହୁଅନ୍ତୁ। ମୋର ହୃଦୟ ତୁମ୍ଭର ହେଉ ଓ ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ ଉଭୟଙ୍କର ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। କନ୍ୟା ତୁମେ ଏହି ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ଅର୍ଚ୍ଚନା ଲିମା ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମାନ ରାଜୁ ପ୍ରଧାନଙ୍କୁ ମୋର ବିବାହିତା ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋର ବାକ୍ୟର ସମ୍ମତି ଦାନ କରୁଅଛି। ପ୍ରଭୁ ମୋର ସହାୟ ହୁଅନ୍ତୁ। ମୋର ହୃଦୟ ତୁମ୍ଭର ହେଉ ଓ ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ ଉଭୟଙ୍କ ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ମୋଦି ଅଛି ଆଣନ୍ତୁ। ତୁମରି ପବିତ୍ର ସଂକଳ୍ପ ପାଇଁ ତୁମର ଧନ୍ୟବାଦ କରୁଛୁ। ଏହି ସମୟରେ ରାଜ୍ୟ ପ୍ରଧାନ ଓ ଅର୍ଚ୍ଚତା ଲିମା ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇ ଆମେ ମୁଁ ତୁମ୍ଭଙ୍କୁ ମୋର ସ୍ତ୍ରୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ସମସ୍ତେ ଟିକେ ତାଳି ମାର। ଯେ ତମେ କୁହ ମୁଁ ତୁମ୍ଭଙ୍କୁ ମୋର ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ସମସ୍ତେ କରତାଳି ଦିଅ। उल्टा ही गला हाथ धर। ईश्वर जो मानकु संयुक्त करियछन्ति मनुष्य से मानकु विभिन्न न करू। ए दुई जन अर्थात श्रीमान राजू प्रधान एवं श्रीमती अर्चना लिमा पवित्र परिणय सूत्र रे
ଆବଦ୍ଧ ହେବା ନିମନ୍ତେ ଏହି ସଭା ସାକ୍ଷାତରେ ଏବଂ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତି ହୋଇଅଛନ୍ତି। ପୁଣି ପରସ୍ପର ହାତ ଧରି ଓ ବିବାହ ଚିହ୍ନ ଦେଇ ତାହା ଗ୍ରହଣ କରି ନିଜ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୁଁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ଓ ରାଷ୍ଟ୍ରୀୟ ବିଧି ଅନୁସାରେ ଏମାନଙ୍କୁ ସର୍ବ ସମ୍ମୁଖରେ ସ୍ୱାମୀ ଓ ସ୍ତ୍ରୀ ବୋଲି ସ୍ୱୀକାର ଓ ପ୍ରକାଶ କରୁଅଛି। ଆଜିଠାରୁ ଅର୍ଚ୍ଚନା ଲିମା ଶ୍ରୀ ରାଜୁ ପ୍ରଧାନଙ୍କର ବିବାହିତା ସ୍ତ୍ରୀ ହେଲେ। ସମ୍ପୂର୍ଣ୍ଣ ଭାବେ ଅର୍ଚ୍ଚନା ଲିମାଙ୍କ ଉପରେ ତାଙ୍କର ଅଧିକାର ରହିଛି। ଏହି ସମୟରେ ତାଙ୍କ ମୁଣ୍ଡର ଓଢ଼ଣୀ ସେ ଉପରକୁ ଟେକିବେ। ସମସ୍ତେ ଆମେ କରତାଳି ଦେବା। ଧୀରେ ଧୀରେ ମୁଣ୍ଡର ଓଢ଼ଣୀ ସମସ୍ତେ କରତାଳି ଦେବା। ଯଦି ଭାସ୍କର ମାଳା ଅଛି ତେବେ ଆଣନ୍ତୁ। ବର ଏବଂ କନ୍ୟା ଉଭୟକୁ ସେମାନଙ୍କର ବରମାଳା ଦେବେ। ପ୍ରଭୁ ଏଥିରେ ତୁମରି ଦୟାମୟ ହସ୍ତ ରଖ, ମୁଖ ରଖ, ପୁଣି ସେମାନଙ୍କର ବର୍ତ୍ତମାନ ଠାରୁ ଭବିଷ୍ୟତ ଜୀବନ ପର୍ଯ୍ୟନ୍ତ ସହାୟ ହୁଅ। ମହିମା ଗୌରବ ତୁମରି ହଉ, ଯୀଶୁଙ୍କ ନାମରେ ମାଗୁ ଅଛି ପିତା, ଆମେନ୍। ବର୍ତ୍ତମାନ ବର କନ୍ୟାଙ୍କୁ ଏହି ଭାସ୍କର ମାଳା ପିନ୍ଧେ। ଆଣ୍ଠୁପକ ପ୍ରାର୍ଥନା କରିବା। ଏହି ସମୟରେ ସ୍ଥାନୀୟ ଚାଳକ ଆସିବେ। ଆମର ସଣ୍ଡେ ସ୍କୁଲ ସମ୍ମିଳନୀର ପାଠ ଟିକା ସମ୍ପାଦକ ଆସିବେ ଏବଂ ତାବଡ଼ା ମଣ୍ଡଳୀର ଦେଖ ତୁମ ନାମର ଧନ୍ୟବାଦ କରୁଛୁ। ତୁମଠାରୁ ସମସ୍ତ ଆଶୀର୍ବାଦ ଆସିଥାଏ, ତୁମଠାରୁ ସମସ୍ତ ମଙ୍ଗଳଦାନ ଆସିଥାଏ, ତୁମଠାରୁ ସମସ୍ତ ଉତ୍ତମ ଓ ସିଦ୍ଧବର ଆସିଥାଏ। ପ୍ରାର୍ଥନା କରୁଛୁ ଏ ନବଦମ୍ପତିକୁ ତୁମେ ହସ୍ତ ପ୍ରସାର କରି ତୁମେ ଆଶୀର୍ବାଦ କର। ଏମାନଙ୍କ ଜୀବନରେ ସୁଖ ଶାନ୍ତି ପ୍ରଦାନ କର, ଏକତା ପ୍ରଦାନ କର, ପ୍ରେମର ଜୀବନ ପ୍ରଦାନ କର। ଯେ ପ୍ରକାର ପ୍ରଭୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ତୁମକୁ ଭୟ କରି ଜୀବନ କାଟିବେ, ସେ ପ୍ରକାର ଆଶୀର୍ବାଦ କର। ଏମାନଙ୍କୁ ଧନ ଜନ ମାନରେ ପରିପୂର୍ଣ୍ଣ କର। ଏମାନଙ୍କର କୋଳକୁ ଗୀତ ଗାନ କରିବେ। ଏବଂ ଯେ ରାଜୁ ପ୍ରଧାନଙ୍କୁ ଝିଅ ପରିବାର ତରଫରୁ 125cc ଭୋଟ ଦେବେ। ଦୟାକରି ଆସନ୍ତୁ, ସମସ୍ତେ କହୁଥାନ୍ତି ଦିଅନ୍ତୁ। ଶାଖା ମଣ୍ଡଳୀ ସମସ୍ତ ଯୁବକମାନଙ୍କୁ ଅନୁରୋଧ କରୁଛୁ, ଖାଦ୍ୟ ନିମନ୍ତେ ଷ୍ଟଲ୍ ପ୍ରସ୍ତୁତ କରନ୍ତୁ। ଯୁବକମାନଙ୍କୁ ଅନୁରୋଧ କରୁଛୁ, ଖାଦ୍ୟ ପରିବେଷଣ କରିବା ନିମନ୍ତେ ଷ୍ଟଲ୍ ପ୍ରସ୍ତୁତ କରନ୍ତୁ। ଭୋଟ ଦେବେ। এবং ঝিওଙ୍କ ଭାଇନା ଆଶିଷ ଆନନ୍ଦ ସେ ଆସିବେ, ସୁନାର ମଧ୍ୟ ଗୋଟେ ସେ ପ୍ରଦାନ କରିବେ।
ଆପଣଙ୍କ ସାନ ଭାଇ ରିପୁନି ମାସେ ଆସିବେ, ଯେଉଁକି ଏକ ହାତ ଘଣ୍ଟା ପ୍ରଦାନ କରିବେ। ধন্যবাদ। বর্তমান উপহার কার্যটি সমাপ্ত হচ্ছে। অবশিষ্ট কার্যক্রম চালক মহাশয় পরিচালনা করে নেবে। ধন্যবাদ। প্রভুঙ্কর ধন্যবাদ সমাপ্ত হয়েছি এবং বিবাহ কার্য ମଧ୍ୟ সমাপন হয়েছি। এণু পুଅ এবং ଝିଅଙ୍କ ନିମନ୍ତେ ସମ୍ମାନୀୟ ଆମମାନଙ୍କର ଗୋଡ଼ା ଶାଖା ମଣ୍ଡଳୀର ଚାଳକ ମହାଶୟ ଅଛନ୍ତି, ସେହି ସ୍ଥାନକୁ ଆସିବେ, ସେ ପ୍ରାର୍ଥନା କରିବେ। ତାଙ୍କ ପ୍ରାର୍ଥନା ପରେ ସମସ୍ତ କାର୍ଯ୍ୟ ଆମମାନଙ୍କର ସମ୍ମାନୀୟ ପାଳକ ସେ ପରିଚାଳନା କରିନେବେ। ଧନ୍ୟବାଦ। आसन्तु प्रार्थना करिबा। स्वर्गीय जीवंत पिता परमेश्वर तुम पवित्र महानामरे धन्यवाद करुछु, गौरव महिमा पूजा प्रशंसा करुछु प्रभु। आमे मो ईश्वर नियुक्ति प्राप्त पालक तथा ओडिशा सरकार स्वीकृति प्राप्त मैरेज रजिस्टर बा पुरोहित भावे राजू प्रधान और अर्चना लिमांकर पवित्र विवाह कार्य संपन्न करिअछि। एणु मो राजू प्रधान और अर्चना लिमा को स्वामी और स्त्री भावे घोषणा और प्रकाश करुअछि। आज अर्चना लिमा राजू प्रधान को विवाह करथिबा हेतु आज अर्चना लिमा हेब नहीं, अर्चना प्रधान भावे से परिचित हेबे। आउ यही समय रे मैरेज रजिस्टर सर्टिफिकेट मो बर कन्या को प्रदान करुछि। कन्या गृह रे यही सर्टिफिकेट रहिबो, आवश्यक बेले कार्य रे आसिबो। वर्तमान शेष आशीर्वाद पर आज विवाह कार्य संपन्न करवा। एतेबेले सृष्टिकर्ता पिता परमेश्वर का अतुलनीय प्रेम, परित्राणकर्ता पुत्र परमेश्वर अपार अनुग्रह दया, नित्य नित्य साहाय्यकारी चिरंतन पवित्र आत्मा बोधर अगम्य शांति शक्ति चालना प्रेरणा शिक्षा और चेतना विशेष भाव नव दंपति प्रति उपस्थित समस्त प्रति सदा सर्वदा तुमरी द्वितीयागमन पर्यंत संगे संगे हंतु। आमेन। समस्त को नमस्कार। यही समय महिला समिति भौणी मैंने आसबे, प्रभु आशीर्वाद करंतु। प्रभु आशीर्वाद नव दंपति को 5टी नहीं कन्या गृह छाड़े।